15 ଅଗଷ୍ଟ 2025 ଶୁକ୍ରବାର ଦିନ ପଡ଼ିବା ପାଇଁ ଯାଉଛି ପବିତ୍ର ଜନ୍ମାଷ୍ଟମୀ। ଆପଣମାନେ ଜନ୍ମାଷ୍ଟମୀ ଦିନ କିଛି କରନ୍ତୁ କିମ୍ବା ନ କରନ୍ତୁ, ଯଦି ଏହି ଦୁଇଟି କାମକୁ କରିଦେଉଛନ୍ତି ତେବେ ଆପଣଙ୍କ ଜୀବନରେ ଧନଜନିତ ସମସ୍ୟା ଦୂର ହେବା ସହିତ ଆପଣଙ୍କ ଘରେ ମା ଲକ୍ଷ୍ମୀ ସଦାସର୍ବଦା ବାସ କରିଥାନ୍ତି। ତେବେ ଆପଣମାନେ ପବିତ୍ର ଜନ୍ମାଷ୍ଟମୀ ଦିନ ନିଜ ମୁଖ୍ୟ ଦ୍ୱାରରେ ଏହି ଗୋଟିଏ କାମକୁ ନିଶ୍ଚିତ ଭାବରେ କରିଦିଅନ୍ତୁ। ଯଦି ଆପଣମାନେ ଋଣ କରଜରେ ବୁଡ଼ି ଯାଇଛନ୍ତି କିମ୍ବା ଅର୍ଥଜନିତ ସମସ୍ୟା ଦେଖାଦେଉଛି, ଆପଣଙ୍କ ଜୀବନକୁ ଧନ ଆସିବାର ସମସ୍ତ ମାର୍ଗ ବନ୍ଦ ହୋଇଯାଇଛି, ସମସ୍ତ କ୍ଷେତ୍ରରେ ଆପଣଙ୍କୁ ନିଶ୍ଚିତ ଭାବରେ ଶୁଭଫଳ ମିଳିଯିବ ଏବଂ 1 ମାସ ମଧ୍ୟରେ ଆପଣଙ୍କର ସମସ୍ତ ଋଣ କରଜ ଶୁଝିଯିବ। ତା ସହିତ ଆପଣଙ୍କ ଘରକୁ ଧନ ଆସିବାର ମାର୍ଗ ଖୋଲିଯିବ। ଦର୍ଶକ ବନ୍ଧୁ, ଆପଣଙ୍କ ଘରର ମୁଖ୍ୟ ଦ୍ୱାରଟି ହେଉଛି ଲକ୍ଷ୍ମୀ ନାରାୟଣଙ୍କର ବାସସ୍ଥାନ ଏବଂ ସେହି ମୁଖ୍ୟ ଦ୍ୱାର ବାଟେ ହିଁ ଭଗବାନଙ୍କର ଆଗମନ ଆମ ଘରକୁ ହୋଇଥାଏ। ଦର୍ଶକ ବନ୍ଧୁ, ଆପଣଙ୍କ ମୁଖ୍ୟ ଦ୍ୱାରକୁ ମା ଲକ୍ଷ୍ମୀ ଏବଂ ଅଲକ୍ଷ୍ମୀ ପ୍ରତ୍ୟେକ ଦିନ ଆସିଥାନ୍ତି। ଆପଣଙ୍କ ମୁଖ୍ୟ ଦ୍ୱାରରେ ଛିଡ଼ା ହୋଇ ମା ଲକ୍ଷ୍ମୀ ଏବଂ ଅଲକ୍ଷ୍ମୀ ଆପଣଙ୍କ ଘରର ପ୍ରତ୍ୟେକ ଦିନ କରୁଥିବା କାର୍ଯ୍ୟକଳାପକୁ ଲକ୍ଷ୍ୟ କରିଥାନ୍ତି ଏବଂ ଯେଉଁମାନେ ନିଜ ମୁଖ୍ୟ ଦ୍ୱାରରେ ଏହିସବୁ ଭୁଲ କରୁଥାନ୍ତି, ସେମାନଙ୍କ ଘରୁ ମା ଲକ୍ଷ୍ମୀ ସଦାସର୍ବଦା ଛାଡ଼ିକରି ଚାଲି ଯାଇଥାନ୍ତି। ଦର୍ଶକ ବନ୍ଧୁ, ଯେମିତିକି ଆପଣମାନେ ଜାଣିଛନ୍ତି, ଯେଉଁଭଳି ଭାବରେ କର୍ମ କରିବା ଭଗବାନ ଆମକୁ ସେହି କର୍ମ ଅନୁସାରେ ଫଳ ଦେବେ। ଯଦି ଆପଣମାନେ ପର ନିନ୍ଦା, ପର ଚର୍ଚ୍ଚା ଏବଂ ପରର ଅମଙ୍ଗଳ ଚିନ୍ତା କରୁଛନ୍ତି, ତେବେ ଆପଣଙ୍କ ଘରେ ମା ଲକ୍ଷ୍ମୀ କେବେ ହେଲେ ବି ବାସ କରିବେ ନାହିଁ। ସେଥିପାଇଁ ଆପଣମାନେ କେବେ ହେଲେ ବି ଅନ୍ୟମାନଙ୍କର ଅମଙ୍ଗଳ ଚିନ୍ତା କରିବେ ନାହିଁ। ଯେମିତି ଆପଣଙ୍କ ପାଇଁ କେହି ଗାତ ଖୋଳିଥାଏ, ସେହି ଗାତରେ ସିଏ ନିଜେ ହିଁ ପଡ଼ିଥାଏ। ଆଜ୍ଞା ହଁ ଦର୍ଶକ ବନ୍ଧୁ, ଯେଉଁମାନେ ଏହିସବୁ ଭୁଲ କରିଥାନ୍ତି, ସେମାନଙ୍କ ଜୀବନରେ କେବେ ହେଲେ ବି ଉନ୍ନତି କରିପାରନ୍ତି ନାହିଁ। ଦର୍ଶକ ବନ୍ଧୁ, ମୁଁ ଆପଣମାନଙ୍କୁ ଯେଉଁ ଉପାୟ ବତାଇବି, ଆପଣମାନେ ଜନ୍ମାଷ୍ଟମୀ ଦିନ ନିଜ ମୁଖ୍ୟ ଦ୍ୱାରରେ ଥରେ ମାତ୍ର ପରୀକ୍ଷା କରି ଦେଖିବେ। ଯେହେତୁ ଏହି ଜନ୍ମାଷ୍ଟମୀଟି ଶୁକ୍ରବାର ଦିନ ପଡ଼ିବାକୁ ଯାଉଛି, ତା ସହିତ ଶ୍ରୀକୃଷ୍ଣଙ୍କର ଜନ୍ମାଷ୍ଟମୀ ଭାବରେ ପାଳନ କରାଯିବ ଏବଂ ଯେଉଁମାନେ ଅର୍ଥଜନିତ କିମ୍ବା ଧନଜନିତ ସମସ୍ୟାରେ ଫସି ଯାଇଛନ୍ତି, ତେବେ ଆପଣମାନେ ଏହି ଉପାୟଟି କରିବା ଦ୍ୱାରା ମା ଲକ୍ଷ୍ମୀ ଏବଂ ଶ୍ରୀକୃଷ୍ଣଙ୍କର ବିଶେଷ ଆଶୀର୍ବାଦ ଆପଣମାନେ ପାଇପାରିବେ। ଆଜ୍ଞା ହଁ ଦର୍ଶକ ବନ୍ଧୁ, ଯଦି ଆପଣମାନେ ପବିତ୍ର ଜନ୍ମାଷ୍ଟମୀ ଦିନ ନିଜ ମୁଖ୍ୟ ଦ୍ୱାରରେ ଏହି ଦୁଇଟି କାମକୁ କରିଦେଉଛନ୍ତି, ତେବେ ଆପଣଙ୍କ ଜୀବନରୁ ସମସ୍ତ ଦୁଃଖ କଷ୍ଟ ଖୁବ୍ କମ୍ ସମୟ ମଧ୍ୟରେ ଦୂର ହୋଇଯିବ ଏବଂ ଯଦି ଆପଣମାନେ ଶ୍ରୀକୃଷ୍ଣଙ୍କୁ କିଛିଟା ଜିନିଷକୁ ଅର୍ପଣ କରିବେ, ତେବେ ସେସବୁର ମଧ୍ୟ ଆପଣଙ୍କୁ ଶୁଭାଶୁଭ ଫଳ ଖୁବ୍ କମ୍ ସମୟ ମଧ୍ୟରେ ମିଳିଯାଇଥାଏ। ନମସ୍କାର ଦର୍ଶକ ବନ୍ଧୁ, ଆଜିର ଏହି କ୍ଷୁଦ୍ର ଭିଡ଼ିଓରେ ଆପଣମାନଙ୍କୁ ସ୍ୱାଗତ। ପବିତ୍ର ଜନ୍ମାଷ୍ଟମୀର ଆପଣମାନଙ୍କୁ ଅନେକ ଅନେକ ଶୁଭେଚ୍ଛା ଏବଂ ଶୁଭକାମନା। ଦର୍ଶକ ବନ୍ଧୁ, ଯଦି ଆପଣମାନେ ଜନ୍ମାଷ୍ଟମୀ ଦିନ ନିଜ ମୁଖ୍ୟ ଦ୍ୱାରରେ ଏହି ଗୋଟିଏ କାମକୁ କରିଦେଉଛନ୍ତି, ତେବେ ଆପଣଙ୍କ ଜୀବନରୁ ସମସ୍ତ ଧନଜନିତ ସମସ୍ୟା ଦୂର ହେବା ସହିତ ଆପଣଙ୍କ ଜୀବନକୁ ଲକ୍ଷ୍ମୀ ନାରାୟଣଙ୍କର ଆଶୀର୍ବାଦ ପ୍ରାପ୍ତି ହେବ ଏବଂ ଆପଣମାନେ ନିଜ ଜୀବନରେ ଯେଉଁ ବି କ୍ଷେତ୍ରରେ କାର୍ଯ୍ୟ କରୁଛନ୍ତି, ସେଥିରେ ଆପଣଙ୍କୁ ମନ ମୁତାବକ ସଫଳତା ପ୍ରାପ୍ତି ହେବ। ତା ସହିତ ମା ଲକ୍ଷ୍ମୀ ଆପଣଙ୍କ ଘରେ ସଦାସର୍ବଦା ବାସ କରିବେ। ତା ସହିତ ଆପଣଙ୍କ ଘରେ ଯାହା ବି କିଛି ନକାରାତ୍ମକ ଶକ୍ତି ଭରି ହୋଇ ରହିଥିବ, ସେସବୁ ମଧ୍ୟ ସକାରାତ୍ମକ ଶକ୍ତିରେ ପରିଣତ ହୋଇଯିବ। ଦର୍ଶକ ବନ୍ଧୁ, ଆପଣମାନେ ଗୋଟିଏ କଥାର ଧ୍ୟାନ ରଖିବେ, ପବିତ୍ର ଜନ୍ମାଷ୍ଟମୀ ଦିନ କେବଳ ମା ଲକ୍ଷ୍ମୀଙ୍କର ନୁହେଁ, ମା ଲକ୍ଷ୍ମୀଙ୍କ ସହିତ ଯଦି ଆପଣମାନେ ଶ୍ରୀକୃଷ୍ଣଙ୍କର ମଧ୍ୟ ବିଶେଷ ଭାବରେ ପୂଜାର୍ଚ୍ଚନା କରନ୍ତି, ତେବେ ଆପଣଙ୍କ ଜୀବନକୁ ସମସ୍ତ ଦୁଃଖ କଷ୍ଟ ଦୂର ହୋଇଯାଇଥାଏ। ଦର୍ଶକ ବନ୍ଧୁ, ଯେତେବେଳେ ବି ଆପଣମାନେ ମା ଲକ୍ଷ୍ମୀଙ୍କୁ ପ୍ରସନ୍ନ କରାଉଛନ୍ତି, ତେବେ ମା ଲକ୍ଷ୍ମୀଙ୍କ ସହିତ ନାରାୟଣଙ୍କୁ ମଧ୍ୟ ପ୍ରସନ୍ନ କରାନ୍ତୁ ଏବଂ ଶ୍ରୀକୃଷ୍ଣଙ୍କୁ ମଧ୍ୟ କିଛିଟା ଜିନିଷକୁ ଆପଣମାନେ ଅର୍ପଣ କରନ୍ତୁ। କାହିଁକି ନା ଯଦି ଆପଣଙ୍କୁ ମା ଲକ୍ଷ୍ମୀଙ୍କ ସହିତ ନାରାୟଣଙ୍କର ଆଶୀର୍ବାଦ ମିଳିଯାଏ, ତେବେ ଆପଣଙ୍କ ଜୀବନରେ ସମସ୍ତ ଧନଜନିତ ସମସ୍ୟା 1 ମାସ ମଧ୍ୟରେ ଶୁଝିଯିବ। ଦର୍ଶକ ବନ୍ଧୁ, ଯେମିତିକି ଆପଣମାନେ ଜାଣିଛନ୍ତି, ମା ଲକ୍ଷ୍ମୀଙ୍କୁ ପରିଷ୍କାର ପରିଚ୍ଛନ୍ନ ଜାଗାଟା ହିଁ ବହୁତ ପସନ୍ଦ ହୋଇଥାଏ।
ସେଥିପାଇଁ ଆପଣମାନେ ନିଜ ପରିବାରର ଚତୁଃପାର୍ଶ୍ୱକୁ ସଫାସୁତୁରା ରଖିବା ସହିତ ନିଜର ମନକୁ ମଧ୍ୟ ପବିତ୍ର ରଖିବେ। ଯଦି ଆପଣଙ୍କ ଦ୍ୱାରା ସମ୍ଭବ ହେଉଛି ତେବେ ଆପଣମାନେ ପବିତ୍ର ଜନ୍ମାଷ୍ଟମୀ ଦିନ କିଛି ଗରିବ ଗୁରୁବା କିମ୍ବା ଭିକାରୀମାନଙ୍କୁ ଆପଣଙ୍କ ସକ୍ଷମ ଅନୁସାରେ କିଛି ଦାନ କରନ୍ତୁ କିମ୍ବା ଖାଦ୍ୟ ଖାଇବା ପାଇଁ ଦିଅନ୍ତୁ। ଆଜ୍ଞା ହଁ ଦର୍ଶକ ବନ୍ଧୁ, ଆପଣମାନେ କାହା ପଛରେ ଦୌଡ଼ୁଛନ୍ତି? ଆପଣଙ୍କର ମୂଲ୍ୟବାନ ସମୟକୁ କେବଳ ଟଙ୍କା ପଛରେ ହିଁ ନଷ୍ଟ କରିଦେଉଛନ୍ତି। ତେବେ ଯଦି ଆପଣମାନେ ସେହି ସମୟକୁ ସଠିକ୍ ଦିଗ ଏବଂ ଈଶ୍ୱରଙ୍କର ଭକ୍ତିରେ ଲଗାଇଦେବେ ତେବେ ଆପଣଙ୍କ ଜୀବନକୁ କେବେ ହେଲେ ବି ଦୁଃଖ କଷ୍ଟ ପ୍ରବେଶ କରିପାରିବ ନାହିଁ। ସେଥିପାଇଁ ଆପଣମାନଙ୍କୁ ଅନୁରୋଧ, ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ନିଶ୍ଚୟ ଦେଖନ୍ତୁ ଏବଂ ଭିଡ଼ିଓର ଆଗରେ ଯେଉଁ ସବୁ ଉପାୟକୁ ମୁଁ ଆପଣମାନଙ୍କ ଆଗରେ ବତାଇବା ପାଇଁ ଯାଉଛି ତେବେ ଆପଣମାନେ ଜନ୍ମାଷ୍ଟମୀ ଦିନ ନିଜ ମୁଖ୍ୟ ଦ୍ୱାରରେ ଥରେ ମାତ୍ର ପରୀକ୍ଷା କରି ଦେଖନ୍ତୁ। ଦର୍ଶକ ବନ୍ଧୁ, ଯେଉଁ ଉପାୟଟି ମୁଁ ଆପଣମାନଙ୍କୁ ବତାଇବି ଏଥିରେ ଆପଣଙ୍କର ଟଙ୍କାଟେ ମଧ୍ୟ ଖର୍ଚ୍ଚ ହେବ ନାହିଁ, ବରଂ ଆପଣମାନେ ଏହି ଉପାୟଟି କରିବା ଦ୍ୱାରା ଆପଣଙ୍କ ଜୀବନକୁ ଧନ ଆସିବାର ମାର୍ଗ ଖୋଲିଯିବ। ତା ସହିତ ଆପଣଙ୍କ ଜୀବନରୁ ସମସ୍ତ ଧନଜନିତ ସମସ୍ୟା ଖୁବ୍ କମ୍ ସମୟ ମଧ୍ୟରେ ଦୂର ହୋଇଯିବ। ଦର୍ଶକ ବନ୍ଧୁ, ଆପଣମାନଙ୍କ ମନରେ ପ୍ରଶ୍ନ ଆସୁଥିବ ଯେ ଆପଣଙ୍କ ମୁଖ୍ୟ ଦ୍ୱାରରେ ଏମିତି କ'ଣ କରିବା ଦ୍ୱାରା ଆପଣଙ୍କ ଘରକୁ ଦୁଃଖ ଦାରିଦ୍ରତା କେବେ ହେଲେ ବି ପ୍ରବେଶ କରିପାରିବ ନାହିଁ। ତା ସହିତ ଆପଣଙ୍କ ଘରକୁ ଧନ ଆଗମନର ମାର୍ଗ ଖୋଲିଯିବ। ସେହି ବିଷୟରେ ମୁଁ ଆପଣମାନଙ୍କୁ ଭିଡ଼ିଓର ଆଗରେ ବତାଇବା ପାଇଁ ଯାଉଛି। ଏହା ପୂର୍ବରୁ ଆପଣମାନଙ୍କୁ ଅନୁରୋଧ, ଭିଡ଼ିଓଟିକୁ ଲାଇକ୍ କରି କମେଣ୍ଟ ବକ୍ସରେ ଜୟ ମା ଲକ୍ଷ୍ମୀ, ଜୟ ଶ୍ରୀକୃଷ୍ଣ ଅବଶ୍ୟ ଲେଖିଦିଅନ୍ତୁ। ଦର୍ଶକ ବନ୍ଧୁ, ପବିତ୍ର ଜନ୍ମାଷ୍ଟମୀଟି ଶ୍ରୀକୃଷ୍ଣଙ୍କୁ ସମର୍ପିତ ଅଛି ଏବଂ ଆପଣମାନେ ଏହି ଜନ୍ମାଷ୍ଟମୀ ଦିନ କିଛିଟା ଉପାୟକୁ କରିନେବା ଦ୍ୱାରା ଲକ୍ଷ୍ମୀ ନାରାୟଣଙ୍କର ଆଶୀର୍ବାଦ ଆପଣଙ୍କ ପରିବାର ଉପରେ ସଦାସର୍ବଦା ରହିଥାଏ ଏବଂ ଆପଣମାନେ ଶ୍ରୀକୃଷ୍ଣଙ୍କ ନିକଟରେ ଏମିତି କିଛିଟା ଜିନିଷକୁ ଅର୍ପଣ କରିବା ଦ୍ୱାରା ଶ୍ରୀକୃଷ୍ଣଙ୍କର ଆଶୀର୍ବାଦ ମଧ୍ୟ ଆପଣମାନେ ପାଇପାରିବେ। ତା ସହିତ ଆପଣମାନେ ମା ଲକ୍ଷ୍ମୀ ଏବଂ ନାରାୟଣଙ୍କୁ ପ୍ରସନ୍ନ କରିବା ପାଇଁ କିଛିଟା ଉପାୟକୁ ମଧ୍ୟ କରିପାରିବେ ଏବଂ ସେହି କାର୍ଯ୍ୟଟିକୁ କରିବା ଦ୍ୱାରା ପ୍ରତ୍ୟେକ ବ୍ୟକ୍ତି ନିଜ ଜୀବନରେ ଉନ୍ନତି କରିପାରିବେ। ତା ସହିତ ଆପଣମାନେ ଚାକିରି କ୍ଷେତ୍ରରେ ମଧ୍ୟ ଶୁଭଫଳ ପ୍ରାପ୍ତ କରିବେ। ଦର୍ଶକ ବନ୍ଧୁ, ଯଦି ଆପଣମାନେ ପୂର୍ବରୁ କୌଣସି କାର୍ଯ୍ୟକୁ କରିବା ସମୟରେ ଅସଫଳତାର ସାମ୍ନା କରୁଥିଲେ ତେବେ ଆଗାମୀ ସମୟରେ ଆପଣଙ୍କର ସେହି କାର୍ଯ୍ୟଟି ଶୁଭମଙ୍ଗଳ ହୋଇଯିବ। ଦର୍ଶକ ବନ୍ଧୁ, ପବିତ୍ର ଜନ୍ମାଷ୍ଟମୀଟି ଭାଦ୍ରବ ମାସରେ ଅଷ୍ଟମୀ ତିଥିରେ ପଡ଼ିଥାଏ ଏବଂ ଆପଣମାନେ ଜନ୍ମାଷ୍ଟମୀ ଦିନ ଏମିତି କିଛି କାର୍ଯ୍ୟକୁ କରିନେବା ଦ୍ୱାରା ମା ଲକ୍ଷ୍ମୀ ଏବଂ ନାରାୟଣଙ୍କର ଆଶୀର୍ବାଦ ଆପଣମାନେ ପାଇପାରିବେ। ଯଦି ଜନ୍ମାଷ୍ଟମୀ ଦିନ ଆପଣମାନେ ନିଜ ମୁଖ୍ୟ ଦ୍ୱାରରେ ଏହି ଗୋଟିଏ କାମକୁ କରିଦେଉଛନ୍ତି ତେବେ ଆପଣଙ୍କ ଉପରେ ଶ୍ରୀକୃଷ୍ଣଙ୍କର ଆଶୀର୍ବାଦ ରହିବା ସହିତ ଲକ୍ଷ୍ମୀ ନାରାୟଣ ମଧ୍ୟ ପ୍ରସନ୍ନ ହୋଇଥାନ୍ତି। ଦର୍ଶକ ବନ୍ଧୁ, ଯେଉଁମାନେ ବି ଭିଡ଼ିଓଟିକୁ ଦେଖୁଛନ୍ତି ଏବଂ ସେମାନେ ନିଜ ଜୀବନରେ ଧନଜନିତ ସମସ୍ୟାକୁ ଦୂର କରିବା ପାଇଁ ଚାହୁଁଛନ୍ତି ତେବେ ଜନ୍ମାଷ୍ଟମୀର ଏହି ସମୟରେ ନିଜ ମୁଖ୍ୟ ଦ୍ୱାରରେ ଏହି ଗୋଟିଏ କାମକୁ ନିଶ୍ଚିତ ଭାବରେ ପରୀକ୍ଷା କରି ଦେଖନ୍ତୁ। ଆଉ ଗୋଟିଏ କଥା, ଯେଉଁ ଉପାୟଟି ମୁଁ ଆପଣମାନଙ୍କୁ ବତାଇବା ପାଇଁ ଯାଉଛି ସେଥିରେ ଆପଣଙ୍କର ଟଙ୍କାଟେ ମଧ୍ୟ ଖର୍ଚ୍ଚ ହେବ ନାହିଁ, ବରଂ ସେହି ସରଳ ଉପାୟଟିକୁ କରିନେବା ଦ୍ୱାରା ଆପଣଙ୍କ ଜୀବନରୁ ଧନଜନିତ ସମସ୍ୟା ଦୂର ହେବା ସହିତ ଆପଣଙ୍କ ଘରକୁ ଧନର ଆଗମନ ହେବ ଏବଂ ତା ସହିତ ଯେଉଁମାନେ ଚାକିରି କ୍ଷେତ୍ରରେ ପ୍ରୟାସ କରୁଛନ୍ତି ସେମାନଙ୍କୁ ସେମାନଙ୍କର ମନ ମୁତାବକ ଚାକିରିଟିଏ ମଧ୍ୟ ପ୍ରାପ୍ତ ହେବ। ସେଥିପାଇଁ ଆପଣମାନେ ପବିତ୍ର ଜନ୍ମାଷ୍ଟମୀର ଶୁଭ ଦିନଟିକୁ କେବେ ହେଲେ ବି ହାତଛଡ଼ା କରନ୍ତୁ ନାହିଁ। ଦର୍ଶକ ବନ୍ଧୁ, ଆପଣଙ୍କୁ କେବଳ ଆପଣଙ୍କ ମୁଖ୍ୟ ଦ୍ୱାର ସାମ୍ନାରେ କିଛିଟା ଜିନିଷକୁ ଟାଙ୍ଗି ଦେବାର ଅଛି, ଯାହାକୁ କରିଦେବା ଦ୍ୱାରା ଲକ୍ଷ୍ମୀ ନାରାୟଣ ପ୍ରସନ୍ନ ହେବା ସହିତ ଶ୍ରୀକୃଷ୍ଣ ମଧ୍ୟ ଆପଣଙ୍କ ଉପରେ ଆଶୀର୍ବାଦକୁ ବର୍ଷା କରାଇଥାନ୍ତି। ଦର୍ଶକ ବନ୍ଧୁ, କୌଣସି ଫଟୋ ହେଉ କିମ୍ବା କାଗଜରେ ହେଉ ନଚେତ୍ ରଙ୍ଗୋଲି ହେଉ ଆପଣମାନେ ଶଙ୍ଖ ଚକ୍ର ଏବଂ ଗଦା ପଦ୍ମର ଫଟୋକୁ ଅଙ୍କନ କରିବେ। ଯଦି ଆପଣମାନେ ଶଙ୍ଖ ଚକ୍ର ଏବଂ ଗଦା ପଦ୍ମର କୌଣସି ଫଟୋକୁ ଆଣି ଆପଣଙ୍କ ମୁଖ୍ୟ ଦ୍ୱାର ସାମ୍ନାରେ ଟଙ୍ଗାଇ ପାରିବେ ତେବେ ଭଲ କଥା। ଯଦି ଆପଣମାନେ ସେପରି କରିପାରୁନାହାନ୍ତି
ତେବେ ଆପଣଙ୍କ ମୁଖ୍ୟ ଦ୍ୱାରର ଦୁଇ ପାର୍ଶ୍ୱରେ ଶଙ୍ଖ ଚକ୍ର ଏବଂ ଗଦା ପଦ୍ମର ଦୁଇଟି ଝୋଟିକୁ ମଧ୍ୟ ଅଙ୍କନ କରିପାରିବେ। ଦର୍ଶକ ବନ୍ଧୁ, ଯଦି ଆପଣମାନେ ସେହି ଫଟୋଟିକୁ ପାଇପାରୁନାହାନ୍ତି ତେବେ ଆପଣମାନେ ନିଜ ମୁଖ୍ୟ ଦ୍ୱାରର ଦୁଇ ପାର୍ଶ୍ୱରେ ସେହି ଝୋଟିଟିକୁ ନିଶ୍ଚିତ ଅଙ୍କନ କରିବେ। ଯଦି ଆପଣମାନେ ଏହି କାର୍ଯ୍ୟଟିକୁ ଆପଣଙ୍କ ମୁଖ୍ୟ ଦ୍ୱାରରେ ପ୍ରତ୍ୟେକ ଦିନ କରିବେ ତେବେ ଏହା ତ ଆହୁରି ଭଲ। ତେବେ ଯଦି ଆପଣମାନେ ସମସ୍ତ ଦିନମାନଙ୍କରେ ଏହାକୁ କରିପାରୁନାହାନ୍ତି ତେବେ ଜନ୍ମାଷ୍ଟମୀ ଦିନ ଥରେ ମାତ୍ର ପରୀକ୍ଷା କରି ଦେଖନ୍ତୁ। ଦେଖିବେ ଲକ୍ଷ୍ମୀ ନାରାୟଣଙ୍କର ଆଶୀର୍ବାଦରୁ ଆପଣଙ୍କ ଜୀବନରେ ଯାହା ବି କିଛି ଧନଜନିତ ସମସ୍ୟା ଲାଗି ରହିଥିବ ସେସବୁ ଏକ ମାସ ମଧ୍ୟରେ ଶୁଝିଯିବ। ଦର୍ଶକ ବନ୍ଧୁ, ଏମିତି ବି କିଛି ଲୋକ ଅଛନ୍ତି ଯେଉଁମାନେ ନିଜର ନୂତନ ଘରକୁ ନିର୍ମାଣ କରିବା ପୂର୍ବରୁ କିଛିଟା ବାସ୍ତୁଦୋଷର ଧ୍ୟାନ ରଖିଥାନ୍ତି। ସେଥିପାଇଁ ସେମାନେ ମଧ୍ୟ ଏହି ଉପାୟଟିକୁ ନିଜର ଘର କରିବା ପୂର୍ବରୁ ପାଳନ କରିପାରିବେ। ଆଜ୍ଞା ହଁ ଦର୍ଶକ ବନ୍ଧୁ, ଆପଣମାନେ ଦେଖିଥିବେ ଯେଉଁମାନଙ୍କ ମୁଖ୍ୟ ଦ୍ୱାର ସାମ୍ନାରେ ଶଙ୍ଖ ଚକ୍ର ଏବଂ ଗଦା ପଦ୍ମର ଝୋଟି କିମ୍ବା ଫଟୋ ଲାଗିଥାଏ ସେହି ଘରେ କେବେ ହେଲେ ବି ଧନଜନିତ ସମସ୍ୟା ଦେଖାଦେଇ ନଥାଏ। ତା ସହିତ ସେହି ଘରର ସମସ୍ତ ସଦସ୍ୟମାନେ ନିଜ ଜୀବନରେ ବହୁମାତ୍ରାରେ ଉନ୍ନତି କରିଥାନ୍ତି। ଯଦି ଆପଣମାନେ କୌଣସି ଶୁଭ କାର୍ଯ୍ୟକୁ ଯିବା ସମୟରେ ସେହି ଜିନିଷର ଦର୍ଶନ କରିଦିଅନ୍ତି ତେବେ ଆପଣଙ୍କର ସେହି କାର୍ଯ୍ୟଟି ଶୁଭମଙ୍ଗଳ ହୋଇଥାଏ। ଦର୍ଶକ ବନ୍ଧୁ, ଯେଉଁମାନେ ବି ଏହି ଭିଡ଼ିଓଟିକୁ ଦେଖୁଛନ୍ତି ନିଜ ଜୀବନରେ ଉନ୍ନତି ପାଇଁ ଥରେ ମାତ୍ର ଏହାର ପରୀକ୍ଷା କରି ଦେଖନ୍ତୁ। ଦର୍ଶକ ବନ୍ଧୁ, ଏମିତି ବି କିଛି ଲୋକ ଅଛନ୍ତି ଯେଉଁମାନେ ନିଜେ ପରିଶ୍ରମ କରିବା ପରେ ବି ସେମାନଙ୍କୁ ସେମାନଙ୍କ ପରିଶ୍ରମର ସଠିକ୍ ମୂଲ୍ୟ ମିଳିପାରୁନାହିଁ ଏବଂ ନିଜ ପରିବାରରେ ଅଶାନ୍ତି କଳିଝଗଡ଼ା ସବୁବେଳେ ଲାଗି ରହୁଛି। ସେମାନେ ସେମାନଙ୍କ ମନ ଭିତରେ ଅନେକ ପ୍ରକାରର ନକାରାତ୍ମକ ଭାବନାକୁ ଭରି ନେଇଥାନ୍ତି, ଯାହାକି ସେମାନେ ନିଜେ ଦୁଃଖୀ ରହିବା ସହିତ ସେମାନଙ୍କର ପରିବାରଟି ମଧ୍ୟ ଅଶାନ୍ତିରେ ଜୀବନଯାପନ କରିଥାଏ ଏବଂ ସେମାନେ ନିଜ ଜୀବନରେ କେବେ ହେଲେ ବି ଉନ୍ନତି କରିପାରନ୍ତି ନାହିଁ। ସେଥିପାଇଁ ଆପଣମାନେ ସର୍ବପ୍ରଥମେ ନିଜ ମନ ଭିତରକୁ ସକାରାତ୍ମକ ଭାବନାର ସଞ୍ଚାର କରାନ୍ତୁ, ଯାହାଦ୍ୱାରା ଆପଣଙ୍କ ଜୀବନରୁ ସମସ୍ତ ଦୁଃଖ କଷ୍ଟ ଦୂର ହେବା ସହିତ ଆପଣଙ୍କ ଜୀବନକୁ ଧନ ଆସିବାର ମାର୍ଗ ଖୋଲିଯିବ। ଦର୍ଶକ ବନ୍ଧୁ, ମୁଁ ଆପଣମାନଙ୍କୁ ଭିଡ଼ିଓର ଆଗରେ ଗୋଟିଏ ବିଶେଷ ଉପାୟ ବିଷୟରେ ବତାଇବା ପାଇଁ ଯାଉଛି। ସେଥିପାଇଁ ଯେଉଁମାନେ ବି ଭିଡ଼ିଓଟିକୁ ଏପର୍ଯ୍ୟନ୍ତ ଦେଖୁଛନ୍ତି ଶେଷ ପର୍ଯ୍ୟନ୍ତ ନିଶ୍ଚୟ ଦେଖନ୍ତୁ। ଭିଡ଼ିଓର ଶେଷରେ ମୁଁ ଆପଣମାନଙ୍କୁ ଏମିତି ଗୋଟିଏ ଜିନିଷ ବିଷୟରେ ବତାଇବା ପାଇଁ ଯାଉଛି ଯାହାକୁ ଆପଣମାନେ ଶ୍ରୀକୃଷ୍ଣଙ୍କୁ ଅର୍ପଣ କରିଦେବା ଦ୍ୱାରା ଆପଣଙ୍କର ଧନଜନିତ ସମସ୍ୟା ଦୂର ହେବା ସହିତ ଆପଣଙ୍କୁ ଆକସ୍ମିକ ଧନର ପ୍ରାପ୍ତି ହେବ। ଦର୍ଶକ ବନ୍ଧୁ, ଯଦି ଆପଣମାନେ ପୂର୍ବରୁ କୌଣସି ଠାକୁରଙ୍କର ମୂର୍ତ୍ତିକୁ ଆପଣଙ୍କ ଘରକୁ ଆଣିବା ପାଇଁ ଚେଷ୍ଟା କରୁଥିଲେ କିନ୍ତୁ ଆପଣମାନେ ସେପରି କରିପାରୁନଥିଲେ ତେବେ ପବିତ୍ର ଜନ୍ମାଷ୍ଟମୀ ପରଠାରୁ ଆପଣମାନେ ସେହି ମୂର୍ତ୍ତିଟିକୁ ଆପଣଙ୍କ ଘରେ ଆଣି ସ୍ଥାପନା କରାଇପାରିବେ। ତା ସହିତ ଯଦି ଆପଣମାନେ ଲକ୍ଷ୍ମୀ ନାରାୟଣଙ୍କର ବିଶେଷ ଆଶୀର୍ବାଦକୁ ପ୍ରାପ୍ତ କରିବା ପାଇଁ ଚାହୁଁଛନ୍ତି ତେବେ ନିଜ ଘରର 3ଟି ଜାଗାରେ 3ଟି ଦୀପକୁ ପ୍ରଜ୍ୱଳନ କରିପାରିବେ। ଆଜ୍ଞା ହଁ ଦର୍ଶକ ବନ୍ଧୁ, ଯଦି ଆପଣମାନେ ନିଜ ଜୀବନରେ ଏହିସବୁ ନିୟମକୁ ପାଳନ କରୁଛନ୍ତି ତେବେ ଏହାକୁ କରିବା ଦ୍ୱାରା ଆପଣଙ୍କ ପରିବାରରେ ହିଁ ଉନ୍ନତି ହେବ। ସେଥିପାଇଁ ସବୁଠୁ ପ୍ରଥମେ ଜନ୍ମାଷ୍ଟମୀ ଦିନ ଆପଣଙ୍କ ମୁଖ୍ୟ ଦ୍ୱାରରେ ଗୋଟିଏ ସ୍ୱସ୍ତିକଟିଏ ଅଙ୍କନ କରିବେ। ଦର୍ଶକ ବନ୍ଧୁ, ସେହି ସ୍ୱସ୍ତିକଟିକୁ ଅଙ୍କନ କରିବା ସମୟରେ ଆପଣମାନେ ଗୋଟିଏ କଥାର ଧ୍ୟାନ ରଖିବେ, ଯେପରି ସେହି ସ୍ୱସ୍ତିକଟିକୁ ଆପଣମାନେ ହଳଦୀ ଦ୍ୱାରା ହିଁ ଅଙ୍କନ କରିବେ, ଯାହାଦ୍ୱାରା ଆପଣଙ୍କ ଘରକୁ ଦେବାଦେବୀଙ୍କର ଆଗମନ ହେବ। ଆପଣଙ୍କ ଘରେ ପୂର୍ବରୁ ଯାହା ବି କିଛି ନକାରାତ୍ମକ ଶକ୍ତି ଭରି ହୋଇଥିବ ସେସବୁ ଦୂର ହେବା ସହିତ ଆପଣଙ୍କ ଘରକୁ ସକାରାତ୍ମକ ଶକ୍ତିର ଆଗମନ ହେବ। ଦର୍ଶକ ବନ୍ଧୁ, ଏବେ ଆସନ୍ତୁ ଜାଣିବା ଆପଣଙ୍କ ଘରର ଏମିତି କେଉଁ ଜାଗାରେ ଦୀପଟିକୁ ଲଗାଇବା ଦ୍ୱାରା ଆପଣଙ୍କ ପରିବାରର ଉନ୍ନତି ହେବ। ଦର୍ଶକ ବନ୍ଧୁ, ଯଦି ଆପଣମାନେ ମା ଲକ୍ଷ୍ମୀଙ୍କର ସ୍ଥିରବାସକୁ ଆପଣଙ୍କ ଘରେ କରାଇବା ପାଇଁ ଚାହୁଁଛନ୍ତି ତେବେ ରୋଷେଇ ଘରେ ଗୋଟିଏ ଦୀପକୁ ନିଶ୍ଚିତ ଭାବରେ ପ୍ରଜ୍ୱଳନ କରିବେ। ଆପଣମାନେ ଜାଣିଥିବେ ମା ଲକ୍ଷ୍ମୀଙ୍କୁ ଅନ୍ନପୂର୍ଣ୍ଣା ବୋଲି କୁହାଯାଇଥାଏ ଏବଂ ଅନ୍ନପୂର୍ଣ୍ଣା ଆପଣଙ୍କ ରୋଷେଇ ଘରେ ବାସ କରିଥାନ୍ତି। ସେଥିପାଇଁ ପ୍ରଥମ ଦୀପଟିକୁ ଆପଣମାନେ ନିଜ ରୋଷେଇ ଘରେ ପ୍ରଜ୍ୱଳନ କରିବେ। ଦ୍ୱିତୀୟ ସ୍ଥାନଟି ହେଉଛି ଆପଣଙ୍କ ଘରର ତୁଳସୀ ଚଉରା।
ଯେତେବେଳେ ଆପଣମାନେ ତୁଳସୀ ଗଛର ପୂଜା କରୁଥିବେ, ତୁଳସୀ ଗଛର ପୂଜା କରିବା ସମୟରେ ଗୋଟିଏ ଘିଅର ଦୀପକୁ ନିଶ୍ଚିତ ପ୍ରଜ୍ୱଳନ କରନ୍ତୁ ଏବଂ ସେହି ଦୀପଟିକୁ ଲଗାଇବା ସମୟରେ ଓମ୍ ନମୋ ଭଗବତେ ବାସୁଦେବାୟ ଏହି ମନ୍ତ୍ରଟିକୁ ମନେ ମନେ ସ୍ମରଣ କରୁଥିବେ। ଏମିତି କରିବା ଦ୍ୱାରା ଆପଣଙ୍କ ଜୀବନରେ ପୂର୍ବରୁ ଯାହା ବି କିଛି ଧନଜନିତ ସମସ୍ୟା ଲାଗି ରହିଥିଲା କିମ୍ବା ଆପଣମାନେ ଋଣ କରଜରେ ବୁଡ଼ି ଯାଇଥିଲେ, ତେବେ ସେସବୁ ଦୂର ହେବା ସହିତ ଲକ୍ଷ୍ମୀ ନାରାୟଣଙ୍କର ଆଶୀର୍ବାଦ ଆପଣଙ୍କ ଉପରେ ସଦାସର୍ବଦା ରହିବ। ଦର୍ଶକ ବନ୍ଧୁ, ଯଦି ଆପଣଙ୍କ ଦ୍ୱାରା ସମ୍ଭବ ହେଉଛି ତେବେ ଜନ୍ମାଷ୍ଟମୀ ଦିନ ବ୍ରହ୍ମ ମୁହୂର୍ତ୍ତରୁ ଉଠି ନିଜର ସ୍ନାନ ଆଦି କାର୍ଯ୍ୟ ସମାପନ କରିବା ପରେ ତୁଳସୀ ଗଛ ମୂଳରେ ସେହି ଦୀପଟିକୁ ପ୍ରଜ୍ୱଳନ କରିପାରିବେ। ନଚେତ୍ ଜନ୍ମାଷ୍ଟମୀର ରାତ୍ରି ପୂର୍ବରୁ ମଧ୍ୟ ଆପଣମାନେ ଏହି ଉପାୟଟିକୁ କରିପାରିବେ। ଦର୍ଶକ ବନ୍ଧୁ, ଏବେ ଜାଣିବା ତୃତୀୟ ଜାଗା ବିଷୟରେ। ତୃତୀୟ ଜାଗାଟି ହେଉଛି ଆପଣଙ୍କ ଘରର ଠାକୁର ଘର। ଦର୍ଶକ ବନ୍ଧୁ, ଆପଣଙ୍କ ଠାକୁର ଘରେ ଯେଉଁ ଦୀପଟିକୁ ପ୍ରଜ୍ୱଳନ କରିବେ, ସେହି ଦୀପଟି ଲଗାଇବା ସମୟରେ ଆପଣଙ୍କ ମନରେ ଯାହା ବି କିଛି ମନସ୍କାମନା ଅଛି ସେସବୁ ଭଗବାନଙ୍କ ଆଗରେ ଜଣାଇ ଦେବେ। ଦର୍ଶକ ବନ୍ଧୁ, ମୁଁ ଆପଣମାନଙ୍କୁ ଯେଉଁ ସବୁ ଉପାୟ ବତାଇଲି, ଯଦି ଆପଣମାନେ ନିଜ ଜୀବନରେ ଉନ୍ନତି ଚାହୁଁଛନ୍ତି ଏବଂ ଆପଣଙ୍କର ଧନଜନିତ ସମସ୍ୟାକୁ ଦୂର କରିବା ପାଇଁ ଚାହୁଁଛନ୍ତି, ତେବେ ଜନ୍ମାଷ୍ଟମୀ ଦିନ ଥରେ ମାତ୍ର ଏହାର ପରୀକ୍ଷା କରି ଦେଖନ୍ତୁ। ଦର୍ଶକ ବନ୍ଧୁ, ଆଉ ଗୋଟିଏ କଥା, ଯଦି ଆପଣମାନେ ଏହିସବୁ ଉପାୟକୁ ନିଜେ ସ୍ୱଚ୍ଛ ମନରୁ ଏବଂ ନିଃସନ୍ଦେହରେ ପାଳନ କରୁଛନ୍ତି, ତେବେ ଆପଣମାନଙ୍କୁ ଏହାର ଶୁଭଫଳ 1 ମାସ ମଧ୍ୟରେ ହିଁ ଜଣାପଡ଼ିଯିବ। ଏବଂ ଏହା ପରିବର୍ତ୍ତେ ଯଦି ଆପଣମାନେ ଏହାକୁ ଅବିଶ୍ୱାସ ଏବଂ ସନ୍ଦେହର ସହିତ ପାଳନ କରିବେ, ତେବେ ଆପଣମାନେ ଯେତେ ଚେଷ୍ଟା କରିଲେ ମଧ୍ୟ ସେଥିରୁ ଆପଣଙ୍କୁ ଶୁଭଫଳ ମିଳିପାରିବ ନାହିଁ। ତା ସହିତ ଆପଣଙ୍କ ଜୀବନରୁ କୌଣସି ବି ଦୁଃଖ କଷ୍ଟ ଦୂର ହେବ ନାହିଁ। ସେଥିପାଇଁ ଆପଣମାନେ ସମସ୍ତ ଉପାୟଗୁଡ଼ିକୁ ନିଃସନ୍ଦେହରେ ଏବଂ ସ୍ୱଚ୍ଛ ମନରୁ କରିବା ପାଇଁ ଚେଷ୍ଟା କରନ୍ତୁ। ଦର୍ଶକ ବନ୍ଧୁ, ଯେମିତିକି ମୁଁ ଆପଣମାନଙ୍କୁ ଭିଡ଼ିଓର ଆଗରେ ବତାଇଥିଲି ଯେ ଶ୍ରୀକୃଷ୍ଣଙ୍କୁ ଏମିତି କିଛି ଜିନିଷକୁ ଦାନ କରିବା ଦ୍ୱାରା କିମ୍ବା ଅର୍ପଣ କରିବା ଦ୍ୱାରା ଆପଣଙ୍କ ଜୀବନରେ ବହୁମାତ୍ରାରେ ଉନ୍ନତି କରିବେ, ତେବେ ସେହି ଜିନିଷଗୁଡ଼ିକ ହେଉଛି ଆପଣମାନେ ଗୋଟିଏ ବଇଁଶୀ କିମ୍ବା ମୟୂରପୁଚ୍ଛକୁ ଜନ୍ମାଷ୍ଟମୀ ଦିନ ଶ୍ରୀକୃଷ୍ଣଙ୍କ ନିକଟରେ ଅର୍ପଣ କରିପାରିବେ, ଯାହାଦ୍ୱାରା ଆପଣଙ୍କ ଜୀବନରେ ସମସ୍ତ ଦୁଃଖ କଷ୍ଟ ଦୂର ହୋଇଯିବ। ତେବେ ଦର୍ଶକ ବନ୍ଧୁ, ଯଦି ଆପଣମାନଙ୍କୁ ଏହି ଭିଡ଼ିଓଟି ଭଲ ଲାଗିଥାଏ, ଭିଡ଼ିଓଟିକୁ ଲାଇକ୍ କରି କମେଣ୍ଟ ବକ୍ସରେ ଜୟ ମା ଲକ୍ଷ୍ମୀ, ଜୟ ଜଗନ୍ନାଥ ଅବଶ୍ୟ ଲେଖିଦିଅନ୍ତୁ। ଆଜି ପାଇଁ ରହୁଛି, ନମସ୍କାର।